ସାଙ୍ଗମାନେ ସ୍ୱାଗତ କରୁଛି ମୋର ଆଉ ଏକ ଷ୍ଟୋରିକୁ। କାହାଣୀଟି ଜଣେ ବାବା ଆଉ ତାଙ୍କର ଶିଷ୍ୟର। ଜଣେ ବାବା ଥିଲେ, ସେ ବାବାଙ୍କର ଜଣେ ଶିଷ୍ୟ ଥିଲା। ବାବା ସେ ଶିଷ୍ୟକୁ ଦିନେ କହିଲେ, ସବୁଥିରେ ଭଗବାନ ଅଛନ୍ତି ଓ ସମସ୍ତଙ୍କୁ ଭଗବାନ ରକ୍ଷା କରନ୍ତି। ଦିନକର କଥା କ'ଣ ହେଇଛି ନା, ଶିଷ୍ୟଟି ନଦୀ କୂଳରେ ଗାଧୋଉଥିଲା। ଗାଧୋଇ ସାରି ଏକ ପାତ୍ରରେ ପାଣି ନେଇ ଆଶ୍ରମକୁ ଯାଉଥିଲା। ତାର ଆଗପଟୁ ଏକ ହାତୀ ଆସୁଥିଲା। ସେ ହାତୀ ପାଗଳ ହୋଇଯାଇଥିଲା ଏବଂ ଇଆଡ଼େ ସିଆଡ଼େ ଦୌଡ଼ୁଥିଲା। ହାତୀ ଉପରେ ବସିଥିବା ଲୋକଟି ଜୋରେ ଜୋରେ ଡାକ ମାରୁଥାଏ, ସମସ୍ତେ ପଳାଅ, ସମସ୍ତେ ପଳାଅ, ହାତୀ ପାଗଳ ହେଇଯାଇଛି। ଲୋକମାନେ ସବୁ କିଏ କୁଆଡ଼େ ଇଆଡ଼େ ସିଆଡ଼େ ଦୌଡ଼ି ପଳେଇ ଯାଉଥିଲେ। ହେଲେ ଶିଷ୍ୟଟି କହିଲା, ମୋ ଗୁରୁ ତ ମୋତେ କହିଛନ୍ତି ଭଗବାନ ସମସ୍ତଙ୍କୁ ରକ୍ଷା କରିବେ ଏବଂ କାହିଁକି ମୁଁ ଦୌଡ଼ିବି। ଏହା କହି ଶିଷ୍ୟଟି ସେଇ ଜାଗାରେ ଛିଡ଼ା ହୋଇ ରହିଲା। ହାତୀଟି ତା ପାଖକୁ ଆସିଲା ଏବଂ ତାକୁ ଟେକିକି ଫୋପାଡ଼ି ଦେଲା। ଶିଷ୍ୟଟି ପଡ଼ି ଉଠିକି ଦୌଡ଼ିଲା ଏବଂ ବାବାଙ୍କ ପାଖକୁ ଗଲା। ବାବାଙ୍କୁ ପଚାରିଲା, ଆପଣ ତ କହିଥିଲେ ସମସ୍ତଙ୍କୁ ଭଗବାନ ରକ୍ଷା କରିବେ, ହେଲେ ସେ ହାତୀଟି ମୋତେ କ'ଣ ପାଇଁ ମାରିଲା? ବାବା ସେ ଶିଷ୍ୟକୁ କହିଲେ, ସେ ହାତୀ କ'ଣ ଏକା ଥିଲା? ଶିଷ୍ୟ କହିଲା, ନା, ହାତୀ ଉପରେ ଜଣେ ଲୋକ ବସିଥିଲା ଏବଂ ଜୋରେ ଜୋରେ ପାଟି କରି କହୁଥିଲା, ସମସ୍ତେ ପଳାଅ, ସମସ୍ତେ ପଳାଅ, ହାତୀ ପାଗଳ ହେଇଯାଇଛି। ବାବା କହିଲେ, ସେଇ ଲୋକଟି ତମ ପାଇଁ ଭଗବାନ ଥିଲା ଏବଂ ତମକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲା, ହେଲେ ତମେ ତାଙ୍କ କଥା ମାନିଲନି, ସେଥିପାଇଁ ତୁମେ ଦଣ୍ଡ ପାଇଲ। ଆମକୁ ଭଗବାନ କୋଉ ରୂପରେ ରକ୍ଷା କରନ୍ତି ଆମେ କେବେ ବି କଳ୍ପନା କରନ୍ତିନି। ଆଜିର ମଣିଷ ବିଶ୍ୱାସଘାତକ ହେଉଛି ବୋଲି ଆମେ କାହା ଉପରେ ବିଶ୍ୱାସ କରିପାରୁନାହୁଁ। ଆଶା କରୁଛି ଆପଣଙ୍କୁ ମୋର এই ଛୋଟିଆ ଷ୍ଟୋରିଟି ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଭିଡ଼ିଓକୁ ଟିକେ ଲାଇକ୍ କରିବେ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ନିହାତି ଭାବରେ ସବସ୍କ୍ରାଇବ୍ କରି ରଖନ୍ତୁ। ଜୟ ଜଗନ୍ନାଥ।